नमस्कार ମୁଁ ଇପ୍ସିତା ଆପଣଙ୍କୁ ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମ କାହାଣୀରେ ତୁମେ। ଆଜି ଆମ ସହିତ ଅଛନ୍ତି ଢେଙ୍କାନାଳ ଜିଲ୍ଲାର ଜଣେ ସୁନାମଧନ୍ୟ ଆଶୁକବି ଲିଙ୍କୁପତି ମହୋଦୟ। ଚାଲନ୍ତୁ ତାଙ୍କ ସହ କଥା ହେବା। ନମସ୍କାର ସାର୍। ନମସ୍ତେ। ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ସ୍ୱାଗତ। ସାର୍ କେମିତି ଅଛନ୍ତି? ବହୁତ ଭଲ ଅଛି। ଆଜ୍ଞା। ତେବେ ଆପଣଙ୍କ ଆଶୁକବି ଭାବରେ ପରିଚିତ ହେବାର ଯାତ୍ରା କେମିତି ଥିଲା? ମୁଁ ଯେତେବେଳେ ଷଷ୍ଠ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲି, ମୁଁ ସେମିତି ଭଜନ ଗାଏ, କୀର୍ତ୍ତନ ଆମର ଯୋଉ ହୁଏ ଯାଇ ଗୀତ ଗାଏ। ଯେତେବେଳେ ନବମ ଶ୍ରେଣୀରେ ପାଠ ପଢିଲି, ମୋର ଟିକେ ଗୀତ ଲେଖିବା ପାଇଁ ଇଚ୍ଛା ହେଲା। କେମିତି ପ୍ରଭୃତ ଭାବରେ ମୁଁ ଲେଖି ପାରିଲି ବି। ଗୋଟେ ଦେଶାତ୍ମବୋଧକ ଗୀତରୁ ମୋର କବିତା ଲେଖା ଆରମ୍ଭ ହେଇଥିଲା, ଯୋଉଟା କି ମତେ ବହୁତ ଖୁସି ଲାଗିଲା ଯେ ମୁଁ ଗାଇ ପାରୁଥିଲି ଗୀତ, କିନ୍ତୁ ନିଜେ ଲେଖି ବି ପାରିଲି। ତାପରେ ଧୀରେ ଧୀରେ ଲେଖା ଆରମ୍ଭ ହେଲା। ନବମ ଶ୍ରେଣୀରେ ପାଠ ପଢୁଥିଲି, ସେଇଠୁ ଆଜ୍ଞା। ମୋର ଲେଖା ଆରମ୍ଭ। ତେବେ ସାହିତ୍ୟ କ୍ଷେତ୍ରରେ ଜଣେ ଜଣେ କବିଙ୍କୁ ବହୁତ ସଂଘର୍ଷ କରିବାକୁ ପଡେ ତ ଆପଣଙ୍କୁ କେତେ ସଂଘର୍ଷ କରିବାକୁ ପଡୁଛି? ବର୍ଷ ମୁଁ ବହୁତ କଥା ଶୁଣିଛି, ଲୋକମାନେ ବହୁତ ମତେ ତାତ୍ସଲ୍ୟ କରିଛନ୍ତି। ତୁ କଣ ଲେଖିପାରିବୁ, ତୁ କଣ କରିପାରିବୁ। ଆମର ଗୋଟେ ଇଂଲିଶରେ ଗୋଟେ ବଢିଆ ପଏଣ୍ଟ ଅଛି, ପରସିଭରାନ୍ସ ଇଜ ଦ ୟାର୍ଡଷ୍ଟିକ୍ ଅଫ ସକ୍ସେସ୍। ନିରବଚ୍ଛିନ୍ନ ସାଧନା ସଫଳତାର ମାପକାଠି। ମାନେ ଆମେ ଯେମିତି ଦହିଟାକୁ ନ ମନ୍ଥିଲେ ଲହୁଣୀ ବାହାରିବନି। ତେଣୁ ବହୁତ ସଂଘର୍ଷପୂର୍ଣ୍ଣ ଜୀବନ, ସଂଘର୍ଷ ନହେଲେ କିଛି ହେଇପାରିବନି। ତେବେ ଲେଖା ଲେଖି ପାଇଁ ଆପଣ କେମିତି ନିଜ ପାଇଁ ସମୟ ବାହାର କରନ୍ତି? ସମୟ, ମୁଁ ତ ବିଜନେସ କରୁଛି, ମୋର ଗୋଟେ ପୂଜା ଦୋକାନ ଅଛି, ପୂଜା ଭଣ୍ଡାର। ଯେତେବେଳେ ମନକୁ ଆସେ ମୁଁ ରାତିରେ ଆସିକି ଲେଖେ, ଆଉ ମନ ଭିତରେ ଥାଏ। ବେଳେ ଖାତା ପେନ୍ ବି ମୋ ପାଖରେ ସବୁବେଳେ ରହେ, ଆଜ୍ଞା। ନହେଲେ ମୁଁ ଭୁଲିଯାଏ ନା। ଗୋଟେ କବି କଣ କି ସବୁବେଳେ ସବୁ ଜିନିଷ ମନେ ରହେନି। ଲେଖି ପକାଏ, ରାତିରେ ବି ଲେଖେ। ଏବେ ତ ସବୁ ମୋବାଇଲରେ ଟାଇପିଂ କରାହେଲାଣି। ଖାତା ବି ୟୁଜ କରାହଉଛି, ସବୁ ଜାଗାରେ ମୋବାଇଲ ଆସୁନି। ତେବେ ସାର୍ ଆପଣଙ୍କ ଘରେ କିଏ କିଏ ଅଛନ୍ତି? ବାପା ମା ମୁଁ, 3 ଜଣ। ତ ଆପଣ ସବୁଠୁ କାହାକୁ ବେଶୀ ଭଲ ପାଆନ୍ତି? ମୋ ମା ବହୁତ ଭଲ ଗୀତ ଗାଆନ୍ତି। ସେ ଯୋଉ ଗୀତ ଗାଆନ୍ତି, ମୁଁ ତାଙ୍କ ଦ୍ଵାରା ପ୍ରେରିତ ହେଇକି ମୁଁ ଗୀତ ଗାଏ ପିଲାବେଳେ, ଏବେ ବି ଗାଉଛି। ମାଙ୍କ ଦ୍ଵାରା ବେଶୀ ମୁଁ ଇନ୍ସପାୟାର ହେଇଛି। ଆଜ୍ଞା। ତେବେ ସାର୍ ଆପଣ କେଉଁ କୋଉ ଜାଗାରେ ଆପଣଙ୍କ ଲେଖା ପାଇଁ ସମ୍ମାନିତ ହୋଇଛନ୍ତି? ଆଜ୍ଞା। ଲେଖା ପାଇଁ କେଉଁ କୋଉ ଜାଗାରେ ସମ୍ମାନିତ ହୋଇଛନ୍ତି? ମତେ ହିନ୍ଦୋଳ ପ୍ରୀତିର ପ୍ରୟାସ ଗୋଟେ ଆଧ୍ୟାତ୍ମିକ ଅନୁଷ୍ଠାନ ଅଛି, ସେଇଠି ମିଳିଥିଲା ଭଗୀରଥ ସମ୍ମାନ। ତାପରେ ଆମର ଗୋଟେ ଉଫୁନା ଗୋଟେ ଅନୁଷ୍ଠାନ, ଯୋଉଟା ବି ଆନ୍ତର୍ଜାତୀୟ ପ୍ରୋଗ୍ରାମ ବି ହୁଏ, ଢେଙ୍କାନାଳ ଭୁବନେଶ୍ୱରରେ ମିଳିଥିଲା। ଏମିତି ସବୁ ମିଳିଛି ଆଉ ବହୁତ ଜାଗାରେ ଆଉ। ସାର୍ କବିତା ଗଳ୍ପ ଭିତରେ ସବୁଠୁ ଭଲ କେଉଁଟା? ନା ଦିଟା ଯାକ ଭଲ ସମାନ? ନା, କବିତା। ପ୍ରୋଜ ଟଚେସ୍ ଦ ମାଇଣ୍ଡ ବଟ୍ ପୋଏଟ୍ରି ଟଚେସ୍ ଦ ହାର୍ଟ। କବିତା ମନକୁ ବେଶି ଛୁଏଁ। କବିତା ଆପଣ ଜାଣିଥିବେ, ଯେତେବେଳେ ଆମର ଦେଶାତ୍ମବୋଧକ କବିତା ସବୁ ଲେଖୁଥିଲେ, ଯୋଉ ଜାତୀୟ କବି ବୀର କିଶୋର ଆମେ ପିଲାବେଳେ ପଢିଥିଲେ ଯୋଉ କବିତା, ମାନେ ଲୋକମାନେ ଙ୍କର ରକ୍ତ ପୁରା ଗରମ ହେଇଯାଉଥିଲା ସେ କବିତା ଶୁଣିକିନି, ପଢିକିନି। ତେଣୁ କବିତାର ପ୍ରଭାବ ବେଶୀ ସମାଜରେ। ତେବେ ଆପଣଙ୍କ କବିତା ସମାଜରେ ଏ ଆନ୍ଦୋଳନ ଆଣିବା ସହ ମାର୍ଗଦର୍ଶନ କରିପାରିବ କି? ନିଶ୍ଚିତ। ମୁଁ ଆଜ୍ଞା ବ୍ୟଙ୍ଗ କବିତାରୁ, ମୁଁ ଦେଶାତ୍ମବୋଧକ କବିତା ଯେତେବେଳେ ନବମ ପାଠ ପଢୁଥିଲି, ମୋ ପ୍ରଥମ କବିତା ଥିଲା ଦେଶାତ୍ମବୋଧକ କବିତା। କିନ୍ତୁ ମୋର କବି ଜୀବନ ଆମେ ଯେତେବେଳେ ପରିଚିତ ହେଲି, ବ୍ୟଙ୍ଗ କବିତାରୁ ଆରମ୍ଭ ହେଇଥିଲା। ସନ୍ଧ୍ୟା ତାରା ସାହିତ୍ୟ ସଂସଦ ବହୁତ ଭଲ ଅନୁଷ୍ଠାନ, ତାଙ୍କ ଡିସିପ୍ଲିନ ବହୁତ ଭଲ, ଢେଙ୍କାନାଳ। ସେଇଠି ମୋର ଆରମ୍ଭ ହେଇଥିଲା। ମୁଁ ଗାଇଥିଲି ଗୋଟେ କବିତା, ଥିଲା ଆସିଅଛି ମଡର୍ଣ୍ଣ ଯୁଗ, ମୁଁ ଗାଇଥିଲି। ବ୍ୟଙ୍ଗ କବିତା ଆରମ୍ଭ ହେଇଥିଲା। କବିତାର ପ୍ରଭାବ ନିଶ୍ଚିତ ସମାଜରେ ଅଛି, କାରଣ ସାହିତ୍ୟ ହଉଛି ସମାଜର ଦର୍ପଣ। ସମାଜର ମାନେ ଛବିଟା ସାହିତ୍ୟ। ସାହିତ୍ୟ ସେ ତାର ସବୁ ପ୍ରକାର ଜିନିଷକୁ ପ୍ରକାଶ କରେ, ସମାଜରେ ଘଟୁଥିବା ଘଟଣାବଳୀକୁ ନେଇକି। ତେବେ ସାର୍ ୟୁଟ୍ୟୁବ ଜଗତରେ ଆପଣଙ୍କ କବିତା ଲୋକପ୍ରିୟ ସାଜିଛି, ତା ବିଷୟରେ କଣ କହିବେ? ହଁ, ମୋର ବି ଗୋଟେ ୟୁଟ୍ୟୁବ ଚ୍ୟାନେଲ ମୁଁ କରିଛି। ଲୋକମାନଙ୍କର ଉତ୍ସାହ ଉଦ୍ଦୀପନା ବଢିଛି, ସେମାନେ ୟୁଟ୍ୟୁବରେ ବି ଦେଖନ୍ତି, ଖୁସି ହୁଅନ୍ତି, ଭଲ ଭଲ କମେଣ୍ଟସ ବି ଦିଅନ୍ତି। ତେଣୁ ବର୍ତ୍ତମାନ ଅନଲାଇନ ଦ୍ଵାରା ଲୋକମାନଙ୍କର
ଭଲ ପାଇବା ବଢିଛି। ଆଜ୍ଞା। ତ ଆମ ପତ୍ରିକା ବିଷୟରେ କେମିତି ଜାଣିବାକୁ ପାଇଲେ? ପତ୍ରିକା ଲିଙ୍କ ମୋର ସେୟାର କରିଥିଲେ, ତ ମୁଁ ସେ ଭଲ ସୁନ୍ଦର ପତ୍ରିକା, ସୁନ୍ଦର ସୁନ୍ଦର ଲେଖା ବି ବାହାରୁଛନ୍ତି, ଭଲ ଲେଖକ ଲେଖିକା ବି ସେଥିରେ ତାଙ୍କର ଲେଖା ବି ସ୍ଥାନ ପାଉଛି, ଭଲ କବି ମାନଙ୍କର ଲେଖା ବି ସ୍ଥାନ ପାଉଛି। ଗୋଟେ ଖୁସି ଲାଗୁଛି କି ମାନେ କିଛି କବି ପ୍ରତ୍ୟେକ ଦିନ ତାଙ୍କର କବିତା ଦଉଛନ୍ତି, ସେଇଟା ଖୁସି ଲାଗୁଛି। ସେମାନଙ୍କ ଦ୍ଵାରା ଆଜିର ଆମର ପତ୍ରିକା ଟା ଜୀବନ୍ତ ହେଇପାରୁଛି ଆଉ। ଆଜ୍ଞା, ତେବେ ସାର୍ ଆଜିର ଯୁବପିଢିଙ୍କ ପାଇଁ ଛୋଟିଆ ବାର୍ତ୍ତାଟିଏ। ବର୍ତ୍ତମାନ ଯୁବପିଢି ଅନଲାଇନ ରେ ବେଶୀ ବ୍ୟସ୍ତ ରହୁଛନ୍ତି। ଆଜ୍ଞା। ଅନଲାଇନ ବ୍ୟସ୍ତ ରହିବା ଦ୍ୱାରା ସେମାନେ ଲେଖିବାଟାକୁ ଗୁରୁତ୍ୱ ଦଉନାହାନ୍ତି। ଲେଖିବାଟା ହଉଛି ମୁଖ୍ୟ। ଆପଣ ଖାତା ପେନ୍ ଧରିକି ସବୁବେଳେ ଲେଖିବେ, ଲେଖିଲା ମାନେ କିଛି ଜାଣିବେ, କିଛି ଶିଖିବେ, ଆଉ ଆପଣଙ୍କର ବି ଗୋଟେ ଅନୁଭୂତି ହବ, ବଢିବ। ତ ସାହିତ୍ୟ ଏକ ସାଧନା ନା ରୁଚି? ସାହିତ୍ୟ କଷ୍ଟ, ସାଧନା ନ କଲେ ତ କୌଣସି ଜିନିଷ ମିଳେନି। ସାଧନା ନ କଲେ କୌଣସି ଜିନିଷ ମିଳେନି। ରୁଚି ସାଧନା ଦିଟା ଯାକ ଠିକ, କୌଣସିଟାକୁ ଆମେ ଛାଡି ପାରିବାନି। ଠିକ ଅଛି ସାର୍। ଜଣେ ସାଧନା ନ କଲେ ସଫଳତା ପାଇପାରିବନି, ତେଣୁ ସାଧନା ଆଜ୍ଞା। କରିବାକୁ ପଡିବ, କଷ୍ଟ କରିବାକୁ। ତେବେ ଧନ୍ୟବାଦ ସାର୍, ଆମକୁ ଆପଣଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ। ଆପଣଙ୍କୁ ସୁନ୍ଦର ଭବିଷ୍ୟତ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।